ମତ୍କାମା ରମଣମ୍ ଯାର ମୁଁ ଏ ବହିଟା ଦେଖିଲା ଭିତରେ ଏଇ ଗୋଟାକ ସବୁଠୁ ସାର ଉଦ୍ଧାର କରିପାରିଲି ତା ଦେହରୁ। ମତ୍କାମା ରମଣମ୍ ଯାର ମତ୍ସ୍ୱରୂପ କିମ୍ବା ଅସ୍ୱରୂପ ବିଦୋବଳା ଦୁଇ ପ୍ରକାର ଅଛି। ମୁଁ ଅସ୍ୱରୂପଟା ମାନୁଛି। ଅସ୍ୱରୂପ ବିଦୋବଳା ଯାହାର ସ୍ୱରୂପ ସେମାନେ କିଏ ଜାଣନ୍ତିନି। ଗୋପୀମାନେ ନିଜକୁ ଗୋପୀ ବୋଲି ଜାଣନ୍ତିନି, ଆଉ ଜାଣିଲେ ମଧ୍ୟ ତାର କ'ଣ ସ୍ୱରୂପ ଜାଣନ୍ତିନି। ମତ୍କାମା ରମଣମ୍ ଯାର ଅସ୍ୱରୂପ ବିଦୋବଳା ବ୍ରହ୍ମମା ପରମಂ ପ୍ରାପୁ ସଂଘା ସଂଘାତ ସହସ୍ରଶ। ଏଇଟା ଏବେ କିଏ ଗୋଟେ ଲେଖିଥିଲା ବୋଧେ। 7,000 ସଙ୍ଗ କରିକିରି ବା ସଙ୍ଗ କରିକିରି, ସଙ୍ଗ ଆଉ ସଙ୍ଗ ଏକା କଥା ବୋଲି ଧରିବାକୁ ହବ। 7,000 ସଙ୍ଗ କରିକିରି ମୋତେ ସେମାନେ ବ୍ରହ୍ମ ବୋଲି ଜାଣିଲେ। ଆଗରୁ ମୋତେ ଗୋଟେ ଗୌଡ଼ ପିଲା ବୋଲି ଜାଣିଥିଲେ। ଏ ହେଲା ତାର ମତ୍କାମା ରମଣ। ମତ୍କାମା ମୋତେ ଜାଣିବାକୁ ଚାହୁଁଥିଲେ, ମୋ ବିଷୟରେ ଖୁବ୍ ଜାଣିବାକୁ ତାଙ୍କର ଇଚ୍ଛା ଥିଲା। ମତ୍କାମା ରମଣମ୍ ଯାର, ପୁଣି ମୁଁ କ'ଣ ନା ମୁଁ ଯାର ରମଣ, ଅନ୍ୟାୟପତି। ସଂସ୍କୃତ ବହିରେ ଲେଖା ହେଇଛି ଯାର ରମଣ ବୋଇଲେ ଅନ୍ୟାୟପତି। ମୁଁ ପତି ସତ୍ପତି ନୁହଁ, ଅସତ୍ପତି। ମତ୍କାମା ରମଣମ୍ ଯାର ମତ୍ସ୍ୱରୂପ ବିଦୋବଳା ବା ଅସ୍ୱରୂପ ବିଦୋବଳା ଅବଳା। ସେମାନେ ବଳହୀନ ଲଭ୍ୟ ମଧ୍ୟ ଅଛି। ତାଙ୍କର ବଳ ନଥିଲା। କ'ଣ ବଳ ନଥିଲା? ନିଜକୁ ବ୍ରହ୍ମ ବୋଲି ଜାଣିବା ପାଇଁ ବଳ ନଥିଲା। ସେ ସାଧାରଣ ଭାବରେ ଗୃହକର୍ତ୍ରୀ ହେଇକି ରହୁଥିଲେ। ଏମିତି କରିକିରି ମତ୍କାମା ରମଣମ୍ ଯାର ମତ୍ସ୍ୱରୂପ ବିଦୋବଳା ଅସ୍ୱରୂପ ବିଦୋବଳା ବ୍ରହ୍ମମା ପରମଂ ପ୍ରାପୁ ମୋତେ ବ୍ରହ୍ମ ବୋଲି ଜାଣିଦେଲେ। କାମ ସରିଗଲା। ମୋ ବହିଟା ଲେଖା ସେଇଠି ସରିଗଲା। ସଂଘାତ କ'ଣ କେମିତି ଜାଣିଲେ ମୋତେ? ନା ସଂଘାତ 7,000 ସଙ୍ଗ କରିକିରି ମୋ ସାଙ୍ଗରେ, ଥରକ ନୁହେଁ, ଯେତେ ଥର ହେଲେ ମଧ୍ୟ ମନ ପୁରୁଣି ଭର୍ତ୍ତି ହେଉନି। ଗୋପୀମାନଙ୍କ ସାଙ୍ଗରେ ଯେମିତି ସଙ୍ଗ କରୁଥିଲେ। ତେଣୁ ଏଇ ଯେଉଁ ବହି ଆଉ ଲେଖା ଏବଂ ଆମ ପ୍ରଭାକର ବାବୁଙ୍କର ଯେଉଁ ଆନୁକୂଲ୍ୟ, ସେ ଯାହା କହିଲେ ମୁଁ ସେ କଥା କ'ଣ ଆଉ କହିବି, ସମସ୍ତଙ୍କ ପାଖରେ ସେ କହିଲେ। ଆଉ ଗୋଟିଏ କଥା ଅଛି ଯେଉଁଟା ମୋର ମଧ୍ୟ ଗୋଟେ ଏ ବହି ଲେଖା ବେଳରୁ ମୋର ମନକୁ ଆସିଛି। ବନ୍ଧୁରାତ୍ମାନ ତୁଷ୍ଟସ୍ୟ ଯେନାତ୍ମୈମାତ୍ମନାଜିତଃ ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତ୍ତେତା ତ୍ୱୈବ ଶତ୍ରୁବତ୍। ଯେଉଁ ବିବେକଯୁକ୍ତ ମନ ଦ୍ୱାରା ଦେହେନ୍ଦ୍ରିୟାଦି ବଶୀଭୂତ ହୋଇଛି, ସେହି ସଂଯତ ମନ ହିଁ ଆତ୍ମାର ଶତ୍ରୁ। ସେହି ସଂଯତ ମନ ହିଁ ଆତ୍ମାର ବନ୍ଧୁ, ଶତ୍ରୁ ନାହିଁ, ବନ୍ଧୁ। କାରଣ ଅସଂଯତ ପ୍ରବୃତ୍ତି ରହିତ ହୋଇ ସେହି ମନ ହିଁ ଜ୍ଞାନ ବିଜ୍ଞାନ ଲାଭ ଦ୍ୱାରା ଜୀବନ ମୁକ୍ତିର କାରଣ ହୋଇଥାଏ। କିନ୍ତୁ ଅଜିତେନ୍ଦ୍ରିୟ ବ୍ୟକ୍ତିର ବିବେକ ଶୂନ୍ୟ ମନ ଶତ୍ରୁ ପରି ଆପଣାର ଅନିଷ୍ଟ ସାଧନ କରେ। ଏଇରକମ ଭାବରେ ମୁଁ ଏତିକି ଶିଖିଲି ୟା ଦେହରୁ ଯେ ବିବେକକୁ ଜାଗ୍ରତ କରିବାକୁ ହବ। ଆଉ ଗୁରୁ ମଧ୍ୟ ବିବେକ ସ୍ୱରୂପ। ବିବେକର ଅନ୍ୟ ନାମ ଗୁରୁ। ଗୋଟେ ମନ ଭିତରେ ଅଛନ୍ତି, ଗୋଟେ ବାହାରେ ଅଛନ୍ତି। ତେଣୁ ଆମେ ସ୍ଥୂଳ ଗୁରୁ କହୁଛେ। ସ୍ଥୂଳ ଗୁରୁମାନେ ଯେ ଆମକୁ ମାର୍ଗଦର୍ଶନ କରନ୍ତି, ଦେଖି ଶୁଣିକିରି ମାର୍ଗଦର୍ଶନ କରନ୍ତି, ଅଧିକାର ବିଚାରରେ ମାର୍ଗଦର୍ଶନ କରନ୍ତି, ସେଇ ଗୁରୁ, ସେ ବନ୍ଧୁ ଆତ୍ମତନସ୍ତସ୍ୟ ଯେନାତ୍ମୈବାତ୍ମନାଜିତଃ। ଆତ୍ମ ଦ୍ୱାରା ଆତ୍ମକୁ ଯେ ଜୟ କରିଛି, ଅନାତ୍ମାନସ୍ତୁ ଶତ୍ରୁତ୍ୱେ ବର୍ତ୍ତେତା ଆତ୍ମୈବ ଶତ୍ରୁବତ୍। ଯେଉଁ ବିବେକଯୁକ୍ତ ମନ ଦ୍ୱାରା ଦେହେନ୍ଦ୍ରିୟାଦି ବଶୀଭୂତ ହୋଇଛି, ସେହି ସଂଯତ ମନ ହିଁ ଆତ୍ମାର ବନ୍ଧୁ। କାରଣ ଅସଂଯତ ପ୍ରବୃତ୍ତି ରହିତ ହୋଇ ସେହି ମନ ହିଁ ଜ୍ଞାନ ବିଜ୍ଞାନ ଲାଭ ଦ୍ୱାରା ଜୀବନ ମୁକ୍ତିର କାରଣ ହୋଇଥାଏ। କିନ୍ତୁ ଅଜିତେନ୍ଦ୍ରିୟ ବ୍ୟକ୍ତିର ବିବେକ ଶୂନ୍ୟ ମନ ଯେ ଶତ୍ରୁ ପରି ଆପଣାର ଅନିଷ୍ଟ ସାଧନ କରେ। ଡକ୍ଟର ରାଧାକ୍ରିଷ୍ଣନ୍ ଉପରୋକ୍ତ ଗୀତା 6-7 ଶ୍ଲୋକର ଅନୁବାଦରେ ଲେଖିଛନ୍ତି, ଯେଉଁ ସାଧକ ନିଜର ନିମ୍ନତର ଆତ୍ମାକୁ, ଏଇ ଯେଉଁ ଆତ୍ମା ବନ୍ଧୁ ଆଉ ଶତ୍ରୁ କଥା କୁହାଯାଉଛି,
ଯେଉଁ ସାଧକ ନିଜ ନିମ୍ନତର ଆତ୍ମାକୁ ନିଜର ଉଚ୍ଚତର ଆତ୍ମା ଦ୍ୱାରା ବିବେକକୁ ସେ ଉଚ୍ଚତର ଆତ୍ମା ବୋଲି କହୁଛନ୍ତି। ଯେପରି ନେଇଛନ୍ତି ତାର ଆତ୍ମା ସେ ମିତ୍ର ପରି କାର୍ଯ୍ୟ କରେ, କିନ୍ତୁ ଯେଉଁ ସାଧକ ନିଜର ଉଚ୍ଚତର ଆତ୍ମାକୁ ପାଇପାରି ନାହାନ୍ତି ତାର ଆତ୍ମା ହିଁ ତାର ଶତ୍ରୁ ହୋଇଯାଏ। ଅର୍ଥାତ୍ ଯାହାର ବିବେକ ଲାଭ ହୋଇନି, ଆଉ ବିବେକଟା ଗୁରୁ ସ୍ଥାନୀୟ। ଗୁରୁ ସ୍ଥୂଳ ଗୁରୁ ଦ୍ୱାରା ବିଶେଷତଃ ଯଦି ଗୁରୁଙ୍କ ସମ୍ପର୍କରେ ତୁମେ ଆସିଛ, ମୁଁ ସେତେବେଳେ କହୁଥିଲି ଯେ ଗୁରୁଙ୍କ ସମ୍ପର୍କରେ ଗୁରୁଙ୍କର ଅନୁସରଣ ଦ୍ୱାରା ଗୁରୁଙ୍କର ସେବା ଦ୍ୱାରା ପରିପୂର୍ଣ୍ଣ ସେବୟା କଥା କୁହାଯାଇଛି। ଏ ଯେଉଁ ବହି ଖଣ୍ଡାକ ଲେଖିବାକୁ ପଡ଼ିଲା ତା ଦ୍ୱାରା ମୋର ଅନେକ ଲାଭ ହେଲା, ଅନେକ କ୍ଷତି ବି ହେଲା। କ୍ଷତି ଏଇଥିପାଇଁ ହେଲା ଯେ ମୁଁ ଲାଭ ତ ହେଇଛି ସବୁ ଜାଣୁଛନ୍ତି, କ୍ଷତି ଏଇଥିପାଇଁ ହେଲା ଯେ ମୋର ଆଖି ଆଉ ଦୁଶିଲା ନାହିଁ, ଟୋପା ଟୋପା ହେଇ ପାଣି ପଡ଼ିଲା ଆଖିରୁ। ଏରକମ ହେଇକିରି ମୋର ବହୁତ କଷ୍ଟ ମୁଁ ପାଇଛି ସମୟରେ। ଏବେ ପୁଣି ପ୍ରଭାକର ବାବୁ କହୁଛନ୍ତି ପୁଣି ସେଟାକୁ କଣ୍ଟିନ୍ୟୁ କର ଲେଖା। ସେ ତା ଦ୍ୱାରା ମୋର ଦ୍ୱାରା ହେବନି। ପ୍ରଭାକର ବାବୁ କେତେ ବୟସ ହେବ? 103, 104 ବର୍ଷ ବୟସରେ ସେ ଯାହା କରିପାରିବେ, ମୁଁ ଏବେ 89 ବର୍ଷ ବୟସରେ ମୁଁ ତ ତାହା କରିପାରିଲା ଭଳିଆ ମୋତେ ଲାଗୁନି। सत्य परम पश्चात हम यदि तच्च ଯୋଗ ଶିଷ୍ୟେ ତତ୍ପରମ। ମୁଁ ଆରମ୍ଭରେ, ଆଦିରେ, ମଧ୍ୟରେ ଏବଂ ଅନ୍ତରେ ମୁଁ ହିଁ ରହିଛି, ମୋ ଛଡ଼ା ଆଉ କେହି ନାହିଁ ଏଥିରେ। ଏଇ କଥାଟା ଏହା କୁହନ୍ତି ବ୍ରହ୍ମଜ୍ଞାନ। ବ୍ରହ୍ମ ସର୍ବତ୍ର ବିରାଜମାନ, ଆଗରେ ଅଛନ୍ତି, ପଛରେ ଅଛନ୍ତି, ମଝିରେ ଅଛନ୍ତି, କିନ୍ତୁ ଏ ଅନୁଭୂତିଟା ଆସିବନି ବିନା ଗୁରୁରେ। ଗୁରୁ ହାତ ଧରିକିରି କହିଦେବେ, ଆଖିରେ ଆଙ୍ଗୁଠି ଦେଇକିରି କହିଦେବେ ଯେ ଏଇଟା ହେଲା ବ୍ରହ୍ମ। ବ୍ରହ୍ମ ମାନେ ସର୍ବତ୍ର ବିଦ୍ୟମାନତା। ସର୍ବତ୍ର ବିଦ୍ୟମାନତା ହେଲା ବ୍ରହ୍ମର ଗୋଟିଏ ଲକ୍ଷଣ। ସେଇଟାକୁ ବ୍ରହ୍ମ ଗୁରୁଙ୍କ ସାହାଯ୍ୟରେ ତୁମେ ଜାଣିପାରିବ। ଆଉ ଏଇଠି ଆଉ ଗୋଟେ କଥା ମଧ୍ୟ, ଅହମାତ୍ମା ଗୁଡ଼ାକେଶ ସର୍ବଭୂତ ଆଶୟ ସ୍ଥିତ ଅହମାଦିଶ୍ଚ ମଧ୍ୟଞ୍ଚ ଭୂତାନାମନ୍ତ ଏବ ଚ। ଅହମାଦିଶ୍ଚ ମଧ୍ୟଞ୍ଚ ଭୂତାନାମନ୍ତ ଏବ ଚ। ହେ ନିଦ୍ରାଜୟୀ ଅର୍ଜୁନ, ମୁଁ ହିଁ ସର୍ବଭୂତ ପ୍ରାଣ ହୃଦୟରେ ଅବସ୍ଥିତ ପ୍ରତ୍ୟେକ ଆତ୍ମା ରୂପରେ। ଆତ୍ମା ମୁଁ ନିଜକୁ ଆତ୍ମା ବୋଲି ତ କହୁଛି, ସେ ସାଧାରଣ ଆତ୍ମା, ସେଟା କ୍ରିୟାଶୀଳ ଆତ୍ମା। କିନ୍ତୁ ପ୍ରତ୍ୟେକ ଆତ୍ମା ଭିତରେ ଯିଏ ଅଛନ୍ତି, ପ୍ରତ୍ୟେକ ଆତ୍ମା ରୂପରେ ମୁଁ ହିଁ ସକଳ ଭୂତଙ୍କର ଆଦି ମଧ୍ୟ ଅନ୍ତ, ଉତ୍ପତ୍ତି ସ୍ଥିତି ଓ ପ୍ରଳୟର କାରଣ। ଏହି ପ୍ରସଙ୍ଗରେ ଶ୍ରୀମଦ୍ ଭାଗବତ ଉକ୍ତି ତୁଳନୀୟ। ଅହମେବା ସମେବା ଅଗ୍ରେ ନାନ୍ୟତ୍ ସତ୍ପରମ ପଶ୍ଚାଦହଂ ତ ଯଦେ ତଚ୍ଚ ଯୋଗଶିଷ୍ୟେ ତତ୍ପରମ। ମୁଁ ଯାହା ବାକି ରହିଲା, ମୁଁ ଯାହା ଅତୀତ ହୋଇଯାଇଛି ସେ ମଧ୍ୟ ମୁଁ, ଆଉ ଯାହା ଭବିଷ୍ୟତରେ ରହିବ ସେ ମଧ୍ୟ ମୁଁ। ଏହି ଭାବରେ ମୁହୂର୍ତ୍ତର ଯେଉଁ ବିଭାଗୀକରଣ ବା ସର୍ବତ୍ର ବିଦ୍ୟମାନତାକୁ ଅନୁଭବ କରିବ। କେବଳ ଗୁରୁ ଶିଖେଇ ଦେବେ ହାତ ଧରିକିରି ଯେ ଏଇଟା ଏହା, ତୁ ନିଜକୁ ଏହା ବୋଲି ଜାଣେ, ତା ଛଡ଼ା ଅନ୍ୟ ଗତି ନାହିଁ। ତେବେ ଅନେକ ଏକୁ ଧରିପାରନ୍ତିନି ବିନା ଗୁରୁର। ଏବେ ଗୋଟେ କଥା ଆସୁଥିଲା, ଆମ ଉତ୍ତମ ପୁରୁଷ ସ୍ତନ୍ୟ, ହଁ ଯୋଡ଼େ 4 ପ୍ରକାର ପୁରୁଷର କଥା ଅଛି। ଗୋଟିଏ ପୁରୁଷ ହେଲା କ୍ଷର ପୁରୁଷ, ଆଉ ଗୋଟିଏ ଅକ୍ଷର ପୁରୁଷ, ଆଉ ଗୋଟିଏ ପୁରୁଷୋତ୍ତମ, ଆଉ ଗୋଟିଏ ଉତ୍ତମ ପୁରୁଷ। ଉତ୍ତମ ପୁରୁଷ ଗୋଟିଏ ପୁରୁଷୋତ୍ତମ। ଏ ଯେଉଁ 4 ପ୍ରକାର ପୁରୁଷ ଅଛି, ଅନେକ ତାର ଅର୍ଥ ଠିକ୍ ନ କରିକିରି, ମୋର କିନ୍ତୁ ସେମିତି ଇଚ୍ଛା ନୁହେଁ କରିବା। 4ଟା ପୁରୁଷ ମାନେ 4ଟା ପୁରୁଷ ହବ। କେମିତି 4ଟା ପୁରୁଷ ନା, କ୍ଷର ପୁରୁଷ ଯେତେ ନଷ୍ଟଶୀଳ ବସ୍ତୁ ସେଇଗୁଡ଼ାକ ହେଲା କ୍ଷର ପୁରୁଷ। ଅକ୍ଷର ପୁରୁଷ ସେଇ ଯିଏ କେବେ ନଷ୍ଟ ହୁଏନି, ଯେମିତି ଆତ୍ମା। କୂଟସ୍ଥକୁ କହନ୍ତି
ଏଇଠି ଯିଏ ଅଛନ୍ତି ରହିକରି ଭଲମନ୍ଦ ଅବଲୋକନ କରୁଛନ୍ତି ବା ବିବେକ ରୂପରେ ଆମକୁ ଜ୍ଞାନ ବୈରାଗ୍ୟ ଦେଉଛନ୍ତି, ସେ ହେଲେ କୂଟସ୍ଥୋକ୍ଷର ଉଚ୍ଚତେ, ସେ କେବେ ନଷ୍ଟ ହେଉନାହାନ୍ତି। ମୋର ଗଲେ ବି ତାର ଅଛି, ତାର ଗଲେ ବି ତାର ଅଛି, ଏରକମ ଭାବରେ ସଂସାରରେ ସେ ସର୍ବତ୍ର ବିରାଜମାନ। କୂଟସ୍ଥୋକ୍ଷର ଉତ୍ତମ ପୁରୁଷସ୍ତନ୍ୟ, ଅନ୍ୟ ଗୋଟେ ଉତ୍ତମ ପୁରୁଷ ତାଙ୍କୁ ନାଁ ଦିଆଯାଇଛି। ପରମାତ୍ମାଙ୍କୁ ତାଙ୍କ ନାଁ ପରମାତ୍ମା, ସେ ସର୍ବଭୂତରେ ବାସ କରୁଛନ୍ତି। ଉତ୍ତମ ପୁରୁଷସ୍ତନ୍ୟ ପରମାତ୍ମା ଦାହୁତ ଯୋ ଲୋକତ୍ରୟ ମହାବିଶ୍ଵ ବିଭର୍ତ୍ତବ୍ୟ ଈଶ୍ୱର। ତାଙ୍କର ଯୋଡ଼େ କାମ, ସେ ତ ମରୁନାହାନ୍ତି କେବେ, ଆମକୁ ବି ଧାରଣ କରିକି ରଖିଛନ୍ତି। ଆମେ ଯେ ବଞ୍ଚିଛେ ସବୁବେଳେ ବଞ୍ଚୁଛେ। ପରମାତ୍ମା ଯୋ ଲୋକତ୍ରୟ ମହାବିଶ୍ଵ ବିଭର୍ତ୍ତବ୍ୟ ଯସ୍ମାତ୍ କ୍ଷରମ ଅତୀତ, ଯେହେତୁ ମୁଁ କ୍ଷରରୁ ବି ଅତୀତ ଏବଂ ଅକ୍ଷରରୁ ବି ଉତ୍ତମ। ଅକ୍ଷରରୁ ଉତ୍ତମ କହିଲେ କ'ଣ? ମୁଁ ତ କେବେ ମରେନି, ଆଉ ପୁଣି ତାଠୁ ଉତ୍ତମ କ'ଣ ହେଇପାରିବ? ଅମର୍ତ୍ୟ ତ ସବୁଠୁ ବଡ଼ ବର ନା, ତାଠୁ ବଡ଼ ଉତ୍ତମ ହେଲା ଯେ ମୁଁ ଶିକ୍ଷା ଦେଇପାରୁଛି। ମୁଁ ଗୁରୁ ରୂପରେ ସମସ୍ତଙ୍କୁ ଶିକ୍ଷା ଦେଇଦେବାର କ୍ଷମତା ମୋତେ ଭଗବାନ ଦେଇଛନ୍ତି। ତେଣୁ ଅକ୍ଷରାଦ ବିଚୋତ୍ତମ ତସ୍ମି ଲୋକେ ବେଦେ ଚ ପ୍ରସିଦ୍ଧ ପୁରୁଷୋତ୍ତମ। ତେଣୁ ମୋତେ ପୁରୁଷୋତ୍ତମ ଗୁରୁ ବୋଲି କୁହାଯାଉଛି। କେହି କହୁଛନ୍ତି ତାକୁ ଗୁରୁ ବୋଲି ନ କହିଲେ ଚଳିବ, କିନ୍ତୁ ଚଳିବନି, ଯାହା କୁହାଯାଇଛି ଗୀତା ଅନୁସାରେ ପ୍ରଥିତ ପୁରୁଷୋତ୍ତମ। ଏଇ ତ କହୁଥିଲେ କୃଷ୍ଣ କେଶବ ବିଷୟ କଥା କହିଥିଲେ, ପ୍ରଥିତ ପୁରୁଷୋତ୍ତମ। ଯୋ ମାମେବ ଅସମ୍ମୂଢ଼ୋ ଜାନାତି ପୁରୁଷୋତ୍ତମ, ଏଇ ଭାବରେ ପୁରୁଷୋତ୍ତମକୁ ଯିଏ ଜାଣେ ଅସମ୍ମୂଢ଼ ଭାବରେ, ଯାହାର କୌଣସି ଏ ନାହିଁ, କୌଣସି ପ୍ରମାଦ ନାହିଁ, ପ୍ରମାଦ ଶୂନ୍ୟ ଭାବରେ ଅପ୍ରମତ୍ତ ଭାବରେ ଯିଏ ଜାଣେ, ପ୍ରମାଦ ଶୂନ୍ୟ ଭାବରେ ଜାଣେ, ଯୋଉମାନେ ସବୁ ଜାଣନ୍ତି ପୁରୁଷୋତ୍ତମ ସ ସର୍ବବିତ୍, ସେ ସବୁ ଜାଣିଥାଏ, ଆଉ କିଛି ତାର ଜାଣିବାକୁ ବାକି ରହିଲାଣି। ଭଜତି ମହାନ୍ ସର୍ବଭାବେନ ଭାରତ ଦିଗୁଜ୍ୟତମ ଶାସ୍ତ୍ରମିଦ ମୁକ୍ତ ମୟାନଘ ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ ସ୍ୟାତ୍ କୃତକୃତ୍ୟଶ୍ଚ ଭାରତ। ଏତିକି ଜାଣିଲା ପରେ ଏଇଟା ଗୀତାର 8ମ ଅଧ୍ୟାୟର ଶେଷ ଶ୍ଲୋକ। ହଉ, ମୁଁ ବହୁତ ସମୟ ନେଲିଣି, ଆଉ ବେଶ ସମୟ ନେବିନି। ମୋତେ ବି ଆସିବନି କହିବା, ଟିଖନି ବାଜୁଛି, କ୍ଷମତା ନାହିଁ ମୋର କହିବା ପାଇଁ। ତମେ ସବୁ ସାହାଯ୍ୟ କର, ଟିକେ ଦୟା କର। ଯେମିତି ପଣ୍ଡା ବହିରେ କହିଲେ ଯେ ମୁଁ ଧୂଳି ଗ୍ରହଣ କରିବି, ମୁଁ ସବୁଦିନ ଧୂଳି ଗ୍ରହଣ କରିବି, ଖାଲି ଆଜି ନୁହେଁ। ଭକ୍ତ ପଦାର ବିନ୍ଦ ଭିକ୍ଷୁ এইরকম ହେଇକିରି ମୁଁ ବସିବାକୁ ଚାହୁଁଛି। ଜୟ ଗୁରୁ, ଜୟ ସେ ରଖିବେ।